ରସଗୋଲା ନିଅ ରସଗୋଲା। ଗୋଟେ ଥର ଖାଇଲେ ବାରମ୍ବାର ଖାଇବ। ଗୋଟେ ଥର ଖାଇକି ତ ଦେଖ। ଲାଲପୁର ଗାଁରେ ଦୁଇ ଭଉଣୀ ସାଙ୍ଗ ହୋଇ ରହୁଥିଲେ। ଗାଁ ପାଖରେ ରସଗୋଲାର ଗୋଟେ ଦୋକାନ ଥିଲା। ଦୁଇ ଭଉଣୀ ବହୁତ ଅସନା କପଡ଼ା ପିନ୍ଧି ରସଗୋଲା ବିକ୍ରି କରିବାକୁ ଦୋକାନକୁ ଯାଉଥିଲେ। ଆଉ ସେମାନଙ୍କ ବେଶ ପୋଷାକ ଦେଖି ଲୋକମାନେ ସେମାନଙ୍କଠୁ ରସଗୋଲା କିଣୁନଥିଲେ। ଆସ ଭଉଣୀମାନେ ଆସ, ଆମ ଦୋକାନକୁ ଆସ। ରସଗୋଲା ଖାଅ। ଗୋଟେ ଥର ଖାଇଲେ ସବୁବେଳେ ଖାଇବ। ଆରେ ନା ନା ନା, ମୁଁ ତମ ରସଗୋଲା ଖାଇବିନି। ନିଜ କପଡ଼ା ଦେଖ କେତେ ଅସନା ହୋଇଛି। ଯେତେବେଳେ କପଡ଼ା ଏତେ ଅସନା, ତେବେ ରସଗୋଲା କେତେ ଖରାପ ଥିବ। ଛି ଛି। କଥା ହେଲା ଆମ ପାଖରେ ପିନ୍ଧିବାକୁ କପଡ଼ା ନାହିଁ, ସେଥିପାଇଁ ଆମ କପଡ଼ା ଏତେ ଅସନା ଦିଶୁଛି। ସେଇ ସ୍ତ୍ରୀ ଲୋକଟି ସେମାନଙ୍କ ପାଖରୁ ରସଗୋଲା ନେଲା ନାହିଁ, ଆଉ ସେଠାରୁ ଚାଲିଗଲା। ହେ ଭଗବାନ, ଆମେ ଦି ଜଣ କେତେ ଗରିବ। ଆମ ପାଖରେ ପିନ୍ଧିବାକୁ ଡ୍ରେସଟି ମଧ୍ୟ ନାହିଁ। ଆମ ଡ୍ରେସ ଦେଖିକି କେହି ରସଗୋଲା କିଣିବାକୁ ଆସୁନାହାନ୍ତି। ଭଉଣୀ, ଏବେ କଣ କରିବା ଆମେ? ଆମ ପାଖକୁ କେହି ବି ରସଗୋଲା ନେବାକୁ ଆସୁନାହାନ୍ତି। ଏଇ ରସଗୋଲାକୁ କେମିତି ବିକ୍ରି କରିବା? ସନ୍ଧ୍ୟା ହେବାକୁ ବସିଲାଣି। ଯଦି ବିକ୍ରି ନ ହେବ ତାହେଲେ ପଇସା କୋଉଠୁ ଆସିବ? ଟଙ୍କା ନ ମିଳିଲେ ଘରର ରାସନ ଆଣିପାରିବିନି। ଏବେ ମୁଁ କଣ କରିବି? ଚାଲ ଭଉଣୀ, ଘରକୁ ପଳେଇବା। କାଲି ଦେଖିବା ଯଦି କିଛି ବିକ୍ରି ହେଇଯିବ। ଘରେ ପହଞ୍ଚୁ ପହଞ୍ଚୁ ନିତା ଆଉ ମିନି ଚିନ୍ତାରେ ପଡ଼ିଗଲେ। ଆମେ ଯଦି କାଲି ବି ରସଗୋଲା ବିକ୍ରି କରିବାକୁ ଯିବା ତାହେଲେ ବି ବିକ୍ରି ହୋଇପାରିବନି। ହଁ ଭଉଣୀ, କଣ ଆଉ କରିପାରିବା? ତାପରେ ବି ଚେଷ୍ଟା କରିବା। ଆମେ କଣ କରିପାରିବା ଭଉଣୀ, ତୁ କହ। ଆମ କପଡ଼ା ଦେଖି କେହି ବି ରସଗୋଲା କିଣିବାକୁ ଆସୁନାହାନ୍ତି। ଏମିତି କଥାବାର୍ତ୍ତା କରି ଦୁଇ ଜଣ ଶୋଇବାକୁ ଚାଲିଗଲେ। ତା ପରଦିନ ସକାଳେ ଉଠି ଦୁଇ ଜଣ ରସଗୋଲା ବିକ୍ରି କରିବାକୁ ଦୋକାନକୁ ଚାଲିଗଲେ। ଥର ଖାଇଲେ ବାରମ୍ବାର ଖାଇବ। ଗୋଟେ ଥର ଖାଇକି ତ ଦେଖ। ଆସ ଆସ ଦାଦା, ରସଗୋଲା ନିଅ। ଆରେ, ମୁଁ ତମ ଦୋକାନରୁ ରସଗୋଲା ନେବି କିରେ? ତମ କପଡ଼ା ଦେଖିଲ କେତେ ମଇଳା। ଏ ରସଗୋଲା ଗୁଡିକ କେମିତି କେଜାଣି ତିଆରି କରିଥିବ? ନାଇଁ ନାଇଁ ଦାଦା, ଆପଣ ଗୋଟେ ଥର ଖାଇକି ତ ଦେଖନ୍ତୁ କେତେ ଟେଷ୍ଟି। ଏ ଯା ଯା, ମତେ ତ ରସଗୋଲା ଦରକାର ନାହିଁ। ଏମିତି ଦେଖୁ ଦେଖୁ ସନ୍ଧ୍ୟା ହୋଇଗଲାଣି। ସେମାନଙ୍କର ଗୋଟେ ବି ରସଗୋଲା ବିକ୍ରି ହେଲା ନାହିଁ। ସେ ଦୁଇ ଭଉଣୀ ଏମିତି ଉଦାସ ହୋଇ ଘରକୁ ଫେରିଗଲେ। ସେତେବେଳେ ରାସ୍ତାରେ ତାଙ୍କୁ ଜଣେ ବୁଢ଼ୀ ଲୋକ ଦେଖାହେଲେ। ସେ ବୁଢ଼ୀ ଲୋକ ଜଣକ ସେମାନଙ୍କୁ କହିଲେ, ଝିଅ, ମତେ କିଛି ଖାଇବାକୁ ଦିଅ ଝିଅ। ବହୁତ ଜୋରରେ ଭୋକ ଲାଗୁଛି। ମୁଁ 4 ଦିନ ହେଲାଣି କିଛି ଖାଇନାହିଁ। ତମେ ମାନେ ମତେ କିଛି ଖାଇବାକୁ ଦିଅ। ମୋ ଭୋକ ମେଣ୍ଟେଇ ଦିଅ ଝିଅ। ଦେଖ ମାଉସୀ, ଆମ ପାଖରେ ସେମିତି କିଛି ନାହିଁ। ଆଜି ଦୋକାନରୁ ଗୋଟେ ବି ରସଗୋଲା ବିକ୍ରି ହେଲା ନାହିଁ। ଏଇ ରସଗୋଲାକୁ ତମେ ଖାଇଦିଅ ଆଉ ନିଜ ପେଟ ପୂରେଇ ଦିଅ। ଆମେ ଦି ଭଉଣୀ ବହୁତ ଗରିବ। ଠିକ ଅଛି ଝିଅ, ମତେ ତାକୁ ଦେଇଦିଅ। ମୁଁ ତାକୁ ଖାଇକି ମୋ ପେଟ ଭରିଦେବି। ଠିକ ଅଛି ମାଉସୀ, ମୁଁ ତାକୁ ଦେଇ ଦଉଛି। ବୁଢ଼ୀ ସ୍ତ୍ରୀ ଲୋକଟି ଏମିତି ରସଗୋଲା ଖାଇବାକୁ ଲାଗିଲା ଯେ ସେ ଗୋଟେ ଯାଦୁଇ ଜଳପରୀରେ ପରିଣତ ହୋଇଗଲା। ଯାହାକୁ ଦେଖିକି ନିତା ଆଉ ମିନି କହିଲେ, ଏ ଜଣେ ଜଳପରୀ। ଆରେ ମିନି, ଦେଖ, ଆମ ସାମ୍ନାରେ ଜଣେ ଜଳପରୀ ଠିଆ ହୋଇଛନ୍ତି। ଆପଣ ତ ଜଣେ ବୁଢ଼ୀ ସ୍ତ୍ରୀ ଲୋକ ଥିଲେ ନା? ମୁଁ ଜଣେ ଜଳପରୀ। ଗୋଟେ ବର୍ଷ ଆଗରୁ ମତେ ଅଭିଶାପ ମିଳିଥିଲା। ଯେ ପର୍ଯ୍ୟନ୍ତ ମୁଁ ଗୋଟେ ସଚ୍ଚୋଟ ଆଉ ସରଳ ଲୋକକୁ କିଛି ନ ଖୁଏଇଛି, ସେ ପର୍ଯ୍ୟନ୍ତ ଏମିତି ବୁଢ଼ୀ ହୋଇଥିବି। ଗୋଟେ ବର୍ଷ ପରେ ତମ ପରି ଜଣେ ସଚ୍ଚୋଟ ଝିଅ ମତେ ରସଗୋଲା ଖୁଆଇଲେ। ମୁଁ ଅସ୍ଥାନୀ ରୂପକୁ ଆସିଗଲି। ଆମକୁ ବିଶ୍ୱାସ ହଉନି, ଆମ ଆଗରେ ଜଣେ ଜଳପରୀ ଠିଆ ହୋଇଛନ୍ତି। ମୁଁ ଆଜି ବହୁତ ଖୁସି। ମାଗ, ତମର କଣ ଦରକାର? ମୁଁ ତମର ସବୁ ଇଚ୍ଛା ପୂରଣ କରିବି।
ଆମର ଗୋଟେ ରସଗୋଲା ଦୋକାନ ଅଛି, କିନ୍ତୁ ଆମ ଦୋକାନକୁ କେହି ବି ରସଗୋଲା କିଣିବାକୁ ଆସୁନାହାନ୍ତି। ଆମ ପାଖରେ ପିନ୍ଧିବାକୁ ବି କିଛି ନାହିଁ। କେଜାଣି କଣ ପାଇଁ ଗାଁ ଲୋକମାନେ ଆମ ଦୋକାନରୁ ରସଗୋଲା ନଉନାହାନ୍ତି। ତାହେଲେ ଏମିତି କଥା। ମୁଁ ଆଜି ତମର ସବୁ ଇଚ୍ଛା ପୂରଣ କରିବି। ଏଇ ନିଅ, ମୁଁ ଆଜି ତମକୁ ଯାଦୁଇ ଫାୟାର ରସଗୋଲା ଦଉଛି। ଏଇ ରସଗୋଲାକୁ ନେଇକି ତମ ଦୋକାନରେ ରଖିଦବ। ଦେଖିବ ତମ ଗାଁର ଲୋକ ସବୁ ଆସି ରସଗୋଲା କିଣିବେ। ମିନି, ଚାଲ ବିକ୍ରି କରିବାକୁ ଆରମ୍ଭ କରିବା। ମୁଁ ଭାବୁଛି ଆଜି ବହୁତ ସାରା ରସଗୋଲା ବିକ୍ରି ହବ। ହଁ ଭଉଣୀ, ଚାଲ ବିକ୍ରି କରିବାକୁ ଆରମ୍ଭ କରିବା। ଦେଖୁ ଦେଖୁ ଗାଁ ଲୋକମାନେ ସବୁ ରସଗୋଲା କିଣି ନେଇଗଲେ। ହଠାତ୍ ମିନି ଆଉ ନିତା ଦେଖିବାକୁ ପାଇଲେ ଯେ ଖାଲି ହୋଇଯାଇଥିବା ରସଗୋଲା ଜାଗାରୁ ପୁଣି ଥରେ ବହୁତ ସାରା ରସଗୋଲା ଆସିଗଲା। ଏସବୁ ସେ ଜଳପରୀର ଯାଦୁଇ ଫାୟାର ରସଗୋଲାରୁ ହଉଛି। କିଛି ଦିନ ଏମିତି ଚାଲିଲା। ସେ ଯାଦୁଇ ଫାୟାର ରସଗୋଲା କାରଣରୁ ହିଁ ଏବେ ଦୁଇ ଭଉଣୀଙ୍କ ପାଖରେ ଗୋଟେ ରସଗୋଲାର ବହୁତ ବଡ଼ ଦୋକାନ ହେଇଗଲା। ଏବେ ମୁନି ଆଉ ନିତାର ରସଗୋଲା ପୁରା ଗାଁରେ ଫେମସ୍ ହୋଇସାରିଥିଲା।